ହ୍ୟାଲୋ ସାଙ୍ଗମାନେ, କେମିତି ଅଛନ୍ତି? ଆଶା କରୁଛି ସମସ୍ତେ ବହୁତ ଭଲରେ ଥିବେ। ଆପଣ ସମସ୍ତଙ୍କୁ ମୋ ତରଫରୁ ଜୟଗୁରୁ। ଠାକୁରଙ୍କୁ ଡାକୁଛି ଆପଣ ଭଲରେ ରୁହନ୍ତୁ, ସୁସ୍ଥରେ ରୁହନ୍ତୁ, ଆପଣଙ୍କର ପୁରା ଦିନଟି ମଙ୍ଗଳମୟ ହେଉ ଆଉ ଭଲରେ କଟିଯାଉ। ତ ମୁଁ ବି ଭଲରେ ଅଛି, ସବୁଦିନ ଭଳିଆ ହେଇଯାଇଛି ଆଉ ଗୋଟେ ସୁନ୍ଦର ବ୍ଲଗ୍ର ଆରମ୍ଭ। ଆଉ ଏ ସୁନ୍ଦର ବ୍ଲଗ୍କୁ ମୁଁ ପୁଷ୍ପ ଆପଣ ସମସ୍ତଙ୍କୁ ସ୍ୱାଗତ କରୁଛି। ବର୍ତ୍ତମାନ ସମୟ କେତେଟା ହେଇଛି ଜାଣିଛନ୍ତି? ସମୟ ବର୍ତ୍ତମାନ ହେଇଛି ରାତି 4ଟା। 4ଟାକୁ ତ ବେଶୀ ହେବଣି, ମୁଁ ଆଉ ଘଣ୍ଟା ଦେଖି ନାହିଁ, କାହିଁକିନା ଠିକ୍ 4ଟା ବେଳେ ମୁଁ ଉଠିଥିଲି। କାହିଁକି ଉଠିଥିଲି ସେ କଥା ବି ଜାଣିଥିବେ, ଆଉ ଭିଡ଼ିଓ ଦେଖିକି ବି ଜାଣିପାରୁଥିବେ କାହିଁକି ମୁଁ ଉଠିଛି ବୋଲିକି। ତ ଗଲା ଭିଡ଼ିଓ ତ ଦେଖିଥିଲି, ମୁଁ ବିରି ପାଣିలో ବତୁରେଇଥିଲି ଆଉ ତାକୁ ଚୋପା ଛଡ଼େଇକି ମୁଁ ରଖିଦେଇଥିଲି। ମୁଁ କେବେ ବି ଆଗ ଦିନରୁ ବିରି ବାଟିକି ରଖେ ନାହିଁ, ସବୁବେଳେ କରେନା ଯେଉଁ ଦିନ ବଡ଼ି ପକାଏ ସେଇଦିନ ହିଁ ବିରି ବାଟିଥାଏ। ତ ସେଇଥିପାଇଁକି 4ଟା ରାତିରୁ ଉଠିଥିଲି। ଆଉ ବିରି ବଟା ତ ସାଙ୍ଗେ ସାଙ୍ଗେ ହେଇଯିବ ଗ୍ରାଇଣ୍ଡର। ଆଉ 4ଟା ବେଳୁ ଉଠିବାର କାରଣ ହେଉଛି ସବୁବେଳେ କରେନା ମୁଁ 2 କିଲୋ ଲେଖା ବିରି ବଡ଼ି ପକାଏ। ଏଥର କିନ୍ତୁ 3 କିଲୋ ବିରି ବଡ଼ି ପକାଇଛି, ଯେଉଁଥିପାଇଁକି ମୁଁ କହିନି କେତେ ଟିକେ ଶୀଘ୍ର ଉଠିନି, ଶୀଘ୍ର ବିରି ବଟା କାମ ସରିଯିବ। ତାପରେ ଓଲକୋବି ବି ବାଡ଼ିର ସେଇ ରକମ ମୁଁ ରଖିଥିଲି ବଞ୍ଚେଇକି, ଯେ ଓଲକୋବି ପକାଇକି ମୁଁ ବଡ଼ି କରିବି ଟିକେ। ତ ବିରି ବଟା ସରିଗଲା, ରାତିରୁ ଉଠି ପଡ଼ିଥିଲି, ସେଇଥିପାଇଁକି ସକାଳ ହେଲା ବେଳକୁ ମୋର ସବୁ କାମ ସରିଯାଇଥିଲା। ଯେରକମ କି ବିରି ବଟା, ତାପରେ ଓଲକୋବି ଯେ ରଖିଥିଲି ତାକୁ ଛଡ଼େଇକି ଧୁଆଧୁଇ କରିକି ତାକୁ କୁରିକି ଚୁପୁଡ଼ିକି ତାର ବି ପାଣି ବାହାର କରିଦେଇଥିଲି। ଅଦା ଆଉ ଯେଉଁ ଶୁଖିଲା ଲଙ୍କା ତାକୁ ବି ବାଟି ଦେଇଥିଲି। ବିରି କାମ ପ୍ରାୟ ସକାଳ ହେଲା ବେଳକୁ ମୋର ସବୁ ସରିଯାଇଥିଲା, ସେଇଥିପାଇଁକି ମୁଁ ଟିକେ ଶୀଘ୍ର ଉଠି ପଡ଼ିଥିଲି। ତ ତାପରେ କନା ବିରି ବାଟିକି ସବୁ ରେଡ଼ି କରିକି ରଖିଦେନି। ରଖିଦେଇ ସାରିଲା ପରେ ତାପରେ ଘର କାମ ତ ଜାଣିଥିବେ, ସକାଳ ବାସି କାମଟା ନ କଲେ ତ ନହେବ। ବାସି କାମରେ ମୁଁ ନାଗିଯାଇଥିଲି। ତ ଏଠି ଯେଉଁ ସବୁ ଥିଲା, ଯେଉଁ ଚୋପା ଯାହା ସବୁ ଥିଲା ତାକୁ ସବୁ ବାଗେଇକି ଗୁଛେଇକି ରଖିଦେମି। ରଖିଦେଇକି ଘର ଝାଡ଼ୁ କରିମି, ଦୁଆର ପାଣି ପକେଇମି। ଆଉ ବାସନ ଆଜି ଧୋଇଥିଲିନି, ଅଳ୍ପ କିଛି ବାସନ ଥିଲା, ବାସନ ଧୋଇଥିଲିନି। ମୁଁ କହିନି କନା ବଡ଼ି ପକେଇକି ଆସିଲା ପରେ ତାପରେ କନା ବାସନ ଧୋଇଦେମି, ବାସନ ଧୋଇ ଦେଇକି ଗାଧୁଆ ପାଧୁଆ କରିମି, ତ କାମ ଛିଡ଼ିଯିବ। ତ ସେଇଆ ଭାବିକି ମୁଁ ଆଉ କନା ବାସନ ଧୋଇଥିଲିନି। ତ ଚା ଫା ପିଇକି ପୁରା ରେଡ଼ି ହେଇକି ଯାଇଥିଲେ ବଡ଼ି ପକାଇବା ପାଇଁକି। କିନ୍ତୁ ବଡ଼ି ପକାଇବା ପାଇଁକି ଯେଇଟା ଆମେ ଯିବା କଥା 6ଟା ବେଳେ ବଡ଼ି ପକାଇବା ପାଇଁକି ଯିବା କଥା, ସେଇଟା ମାନେ ଆମେ ଯାଇଥିଲେ 8ଟା ବେଳେ ବଡ଼ି ପକାଇବା ପାଇଁ। କାହିଁକି ନା କୁହୁଡ଼ି ହେଇଥିଲା, ଏତେ କୁହୁଡ଼ି ହେଇଥିଲା, ଏତେ ଯେ କୁହୁଡ଼ି ହେଇଥିଲା, ଆମେ ବଡ଼ି ପକାଇକି ଆସି ସାରିଲା ପର୍ଯ୍ୟନ୍ତ ବି କୁହୁଡ଼ି ମାନେ କମିଥିଲାନି। ପୁରା ଆମର ବଡ଼ି ପକା ସରିଲା 9ଟା 5ରେ ଆମର ବଡ଼ି ପକା ସରିଲା, ସେ ପର୍ଯ୍ୟନ୍ତ ବି ଖରା ଆସିଥିଲାନି। ତ ତାପରେ ତ ଖରା ଆସିଥିଲା, କିନ୍ତୁ ସେ ଖରାଟା ଥିଲା କାମୁଳିଆ ଖରା, ତ ସେଇଥିପାଇଁ ଏତେ ଜୋର ଖରା ହେଇନଥିଲା। ତ ମୁଁ ଭାବିଥିଲି ବଡ଼ି ଆମର ଖରାପ ହେଇଯାଏ, କିନ୍ତୁ ଏଇ ସମୟରେ ବଡ଼ି କେବେ ବି ଖରାପ ହୁଏ ନାହିଁ। ତ ଖରା ନ କଲେ ବି ଯେଉଁ ପବନ ଯେ ଦେଉଥାଏ ସେଥିରେ କନା ବଡ଼ି ଶୁଖିଯାଏ। ତ ଡର ବି ଥିଲା, ଲାଗୁଥିଲା ଯଦି ବର୍ଷା ହେଇଯିବ କ'ଣ କରିବ। ଯେରକମ ବର୍ଷା ଉଠେନି କୁହୁଲିଆ ପାଗ ହୁଏ, ସେରକମ ପାଗ କରିଥିଲା। ଆଉ କୁହୁଡ଼ି ଏତେ ମାତ୍ରାର ହେଇଥିଲା ଯେ ମାନେ ଛାତ ଉପରକୁ ଯିବା ପାଇଁକି ଡର ଲାଗୁଥିଲା। ମାନେ କୁହୁଡ଼ି ହେଉଥିଲା, ଯେରକମ ବର୍ଷା ପଡ଼େ ସେଇ ରକମ କାକର ସବୁ ପାଣି ସବୁ ଠୋପା ଠୋପା ହେଇକି ପଡ଼ୁଥିଲା। ତ ତାପରେ କାମ ସରେଇଦେଲେ, ମାନେ ବାସି କାମ ମୁଁ ସରେଇଦେନି। ସରେଇ ଦେଇ ସାରିକି କ'ଣ କରିମି, ଆଉ ତ ବଡ଼ି ପକାଇବା ପାଇଁକି ତ ଛାତକୁ ଯାଇ ହେବନି। ଟିକେ ଖରା ଆସିଲା ପରେ ଯାଇକି, ପାଗଟା ସିନା ପରିଷ୍କାର କଲେ ଯାଇକି ବଡ଼ି ପକାଇବା। ତ ଆଜି କ'ଣ ନା ମୋର 2 ଜଣ ଯାଆ ବି ସେମାନେ ବି ବଡ଼ି ପକାଇଲେ, ମାନେ ଆମ ଯେଉଁ ଆଗ ପଟ ଯା ଆଉ ଆମ ପଛପରି ଯା, ଆମେ ସମସ୍ତେ ଆଜି ବଡ଼ି ପକାଇବା। ସମସ୍ତେ ବିରି ବାଟିକି ରେଡ଼ି କରିକି ରଖିଛନ୍ତି, ଖାଲି ଅପେକ୍ଷା କରିଥିଲେ କେତେବେଳେ ପାଗ ପରିବର୍ତ୍ତନ ହେବ ଯାଇକି ବଡ଼ି ପକାଇବା ବୋଲିକି। ତ ତାରି ଭିତରେ ପାଣି ଆସିଯାଇଥିଲା, ବାବା ଯାଇଥିଲେ ପାଣି ଦେବା ପାଇଁକି ଗଛରେ। ତ କହିଲେ କ'ଣ ଶାଗ ସବୁ ବଢ଼ିଗଲାଣି, ଶାଗ କାଟିନି। ଆଉ ଧନିଆ ପତ୍ର ବି ଦେଖିପାରୁଥିବେ କେତେ ବଡ଼ ଧନିଆ ପତ୍ର ହେଇଯାଇଛି। ତ ବାବା କହିଲେ ଆଜି କ'ଣ ଧନିଆ ପତ୍ରର ଚଟଣି ବନେଇଦେବ, ଖାଇବା ପାଇଁକି ଭଲ ଲାଗୁଛି, ଆଜି ତାକୁ ଖାଇବା। ମୋତେ କ'ଣ ସମୟ ମିଳେନି ବୋଲିକି ନା ମୁଁ ଶାଗ କରିପାରୁଛି ନା ଚଟଣି କରିପାରୁଛି। ତାକୁ ତ କାଟିକି ଦିନେ ଆସିବ, କିନ୍ତୁ ବାଗେଇକି ତାକୁ ରନ୍ଧାରନ୍ଧି କରିବା ପାଇଁ ମୋତେ ସମୟ ହେଉନଥିଲା। ତ ଯେଉଁଥିପାଇଁକି ବାବା ଆଜି କହିଲେ ତ ଯାହା ବି ହେଇଯାଉ, ତ ଆଜି ଶାଗ କାଟିନିଅ, କାହିଁକିନା ଶାଗଟା ରହିଲା ମାନେ ବେଶୀ ଦିନ ରହିବନି, ତାର ମଞ୍ଜି ହେଇଯାଉଛି। ତ ଶାଗ କରିବା ଆଉ ଧନିଆ ପତ୍ର ଚଟଣି କରିବା, ତାକୁ ସବୁ କାଟି କୁଟିକି ମୁଁ ଦିନେ ଆସିନି। ବାବା ସେପଟର ଗଛରେ ସବୁ ପାଣି ଦେଇଦେଲେ। ଦେଇସାରିଲା ପରେ ତାପରେ ମୁଁ ଆସିଥିଲି ଚା କରିବା ପାଇଁକି, ମାନେ ସମୟ ଯଦି ଅଛି ତ ଚା ପା ପିଇକି ପୁରା ରେଡ଼ି ହେଇକି ଯିବା। ତ ଚା ବନେଇ ଦେଇକି ସମସ୍ତେ ଆମେ ଚା ପିଇଦେଲେ। ପିଇ ଦେଇକି ବାସ୍ ଅପେକ୍ଷା କରିଥିଲେ କେତେବେଳେ ପାଗର ଟିକେ ପରିବର୍ତ୍ତନ ହେବ। ଯେତେବେଳେ 8ଟା ବାଜିଗଲା, ପାଗର ପରିବର୍ତ୍ତନ ହେଲାନି। ତ ସେତେବେଳେ କ'ଣ କରିଥିଲେ ନା ବାଧ୍ୟତଃ ଆମେ ଯାଇଥିଲେ କ'ଣ ନା ମାନେ ବିରି ବଟାକୁ ନେଇକି ବଡ଼ି ପକାଇବା ପାଇଁ ଛାତ ଉପରକୁ। ତ ଛାତ ଉପରେ ବଡ଼ି ପକାଇଲେ ଏକ ତ ଖରାଟା ବି ଶୀଘ୍ର ଯେତେବେଳେ ସୂର୍ଯ୍ୟ ଉଦୟ ହେବ ସାଙ୍ଗେ ସାଙ୍ଗେ ଖରା ଆସିକି ତା ଛାତରେ ପଡ଼ିବ। ଆଉ ତାପରେ ନିରାପଦ ବି ରହିବ। ଯେରକମ ବାହାରେ ନା ଆମେ ଫାଙ୍କାରେ ଶୁଖେନେ, ତ ଗାଁ ଗହଳି କଥା ଜାଣିଥିବେ, କୁକୁର ବିଲେଇ ସବୁ ଅଛନ୍ତି, ଚଢ଼ିଯିବେ ତା ଉପରେ, କେତେ ଜଗିବ। ତ ଛାତ ଉପରେ ପୁରା ନିରାପଦରେ ଯେରକମ
ଆମ ବଡ଼ି ରହିବ। ତ ଯେତେବେଳେ ଆମର ଛାତ ନଥିଲା ମାଟି ଘର ଥିଲା ସେତେବେଳେ କରିନା ବଡ଼ି ପକାଇବା ପାଇଁକି ଆମେ ଭାରି ହଇରାଣ ହେଉଥିଲେ। ତ ସବୁବେଳେ କରିନା ବଡ଼ି ପକାଇ ଦେଇଥିବା ତ ତଳେ ପକାଇଥିବା ବଡ଼ି ମୋ ଶାଶୁ ଯେତେବେଳେ ଥିଲେ ସବୁବେଳେ କରିନା ସେ ବଡ଼ି ଚାରିପଟ ଜଗିକି ବସିଥିବେ ଯେରକମ କି ଚଢ଼େଇ ଆସିକି ନ ବସନ୍ତୁ କି କେଠି ମାନେ ପିମ୍ପୁଡ଼ି ଯେରକମ ନାଗିଯିବେ କି କୁକୁର ଚାଲି ଆସିବ ବିଲେଇ ଚାଲି ଆସିବ ତ ଜଗିକି ସବୁବେଳେ ବସୁଥିଲେ। ଆଉ ଛାତ ହେଲା ପରେ ଆଉ ସେସବୁର ଡର ଭୟ ନାହିଁ। ଛାତ ଉପରେ ପୁରା ନିରାପଦତାର ବଡ଼ି ପଡ଼ିଥାଏ। ତ ସେଇଥିପାଇଁକି ଛାତ ଉପରକୁ ସବୁ ଜିନିଷ ବୋହିକି ନେଇଯାଇଥିଲେ। ତ ଏଠି ସମସ୍ତେ ଆମେ ବସେଇଛେ ସମସ୍ତେ ଟିକେ ଟିକେ ଚା ପିଇ ଦେଇଥିଲେ। ବାବା ତ ଆଉ ଚା ପିଉନାହାନ୍ତି। ଯାହା ହଉ ବାବା ଚା ଛାଡ଼ିଦେଲେ ମୁଁ ବି ଚେଷ୍ଟା କରୁଛି ଚା ଛାଡ଼ିଦେବା ପାଇଁକି, କିନ୍ତୁ ସକାଳେ କରିନା ଏରକମ ଗୋଟେ ଅଭ୍ୟାସ ହେଇଛି ମନଟା ରହିଯାଉଛି ସେଇଠି। କେତେବେଳେ କେରକମ ଚା ପିଉନାହିଁ, ନହେଲେ ସବୁବେଳେ ଚା କତିରେ ହିଁ ମନ ରହିଯାଉଛି। ଯେପର୍ଯ୍ୟନ୍ତ ଚା ନ ପିଇଛି ସେ ପର୍ଯ୍ୟନ୍ତ ନାଗୁଛ ଦେଇକି କିଛି ହେଇନାହିଁ, ମାନେ ଖିଆ ପିଆ କାମ ଦାମ କିଛି ହେଇନାହିଁ। ଚା ପିଇ ସାରିଲା ପରେ ପୁରା ରିଲାକ୍ସ ଲାଗୁଛି। ତ ଚା ଫା ସବୁ ପିଇ ଦେଇକି ବସିକି ଟିକେ ସମୟ କଥାବାର୍ତ୍ତା ହେଇଥିଲେ। ତାପରେ ପଳେଇ ଆସିଥିଲେ ଛାତ ଉପରକୁ। ତ ଦେଖିପାରୁଥିବେ ମୁଁ ଦେଖେଇ ଦେଉଛି କେରକମ କୁହୁଡ଼ି ହେଇଛି। ଏଇଟା ହେଉଛି ଆମ ଘର ଚାରିପଟର ମାନେ ଦୃଶ୍ୟ। ତ ଚାରିପଟ ଖାଲି ଗଛ। ଗାଁ ମାନେ ଜାଣିଥିବେ ସମସ୍ତଙ୍କ ବାଡ଼ି ଘରେ ଗଛ, ଯେକୌଣସି ଗଛ ବି ଥିବ ସମସ୍ତଙ୍କ ବାଡ଼ି ଘରେ। ତ ଗାଁ ମାନେ ଜାଣିଥିବେ ଗଛ ମାଳ ଭିତରେ ହିଁ ଗାଁଟା ଥାଏ। ଆଉ ବହୁତ ସୁନ୍ଦର ବି ଲାଗେ। ତ ଦେଖିପାରୁଥିବେ ଆମ ଗାଁ ଚାରିପଟ କେରକମ କୁହୁଡ଼ି ସବୁ ହେଇଛି। ବର୍ତ୍ତମାନ 8ଟା ହେଇଗଲାଣି, ସମୟ 8ଟା 15 ବାଜି ଯାଇଥିଲା। ଆମେ ଯେତେବେଳେ ଗଲେ ଛାତ ଉପରକୁ ସବୁ ନେଇନାଇକି ଯେତେବେଳେ ଗଲେ ତ ଏଇରକମ ସବୁ କୁହୁଡ଼ି ହେଇଥିଲା। ଆଉ ରାସ୍ତାରେ କିଏ ଯାଉଛନ୍ତି ଦେଖା ବି ହେଉଥିଲାନି। ନାତୁଣୀ ଜଣେ ହେବ ସେ ଯାଉଥିଲେ, ମୁଁ ତା ଭିଡ଼ିଓ କରୁଥିଲି। ମୁଁ ଭିଡ଼ିଓ ଟିକେ କରି ଆଣିଛି କିନ୍ତୁ ଦେଖା ବି ହେଉଥିଲାନି। ସେ ରାସ୍ତାରେ ଯାଉଥିଲେ। ତ ଦେଖିପାରୁଥିବେ ଏଇରକମ ଚାରିପଟ ଏଇରକମ କୁହୁଡ଼ି ହେଇଛି। ମୋ ଯାଆ ବି ବଡ଼ି ପକାଇବେ ବୋଲିକି ତାଙ୍କ ଛାତ ଉପରେ ଅପେକ୍ଷା କରିଥିଲେ କେତେବେଳେ ପାଗ ପରିବର୍ତ୍ତନ ହେବ। ଆଉ ସେ ଯେତେବେଳେ ଆସିକି ଦେଖିଲେ ଯେ ଆମେ ଛାତ ଉପରେ ଆସିକି ବଡ଼ି ପକାଉଛୁ ବୋଲିକି, ତ ସେ ଯାଇକି କରିନା କହିଲେ ତୁମେ ଯଦି ପକାଇଲନି ତ ମୁଁ ବି ଯାଉଛି ପକାଇଦେମି। ତ ଆମେ ସମସ୍ତେ ପଳେଇ ଆସିଥିଲେ। ବାବା ସେଠି ବସିଥିଲେ, ନଣନ୍ଦ ବି ଏଠି, ସେ ବି ଉପରକୁ ପଳେଇ ଆସିଥିଲେ। ସମସ୍ତେ ମାନେ ବିରି ଫେଣି ଦେଉଥିଲେ, ମୁଁ କରିନା ବଡ଼ି ପକାଇ ଦେଉଥିଲି। ମୋ ବଡ଼ି ପକାଇବା ଦାୟିତ୍ୱଟା ମୋର ଥିଲା। ତ କେରକମ କୁହୁଡ଼ି, ଏ କୁହୁଡ଼ି ଭିତରେ ଆସିକି ବଡ଼ି ପକାଇବା ମାନେ ପୁରା ଥଣ୍ଡା ହେଇଯିବ। ବାବା କହିଲେ ଥଣ୍ଡା ହେଇଯିବ, ସେଇଥିପାଇଁକି ଟୁପି ମୁଣ୍ଡେଇକି ଆସିକି ସେ ବସିଥିଲା। ପବନ ଯେତିକି ଦେଉଥିଲା ନା ପୁରା ଥଣ୍ଡା ଥଣ୍ଡା ପବନ, ପୁରା ମୁହଁକୁ ଯେରକମ ପାଣି ଯେରକମ ଛାଟ ମାରେ ସେଇରକମ ହିଁ ଛାଟ ମାରିଲା ଭଳିଆ ଲାଗୁଥିଲା। ତ ଦେଖିପାରୁଥିବେ ପୁରା ଘନ କୁହୁଡ଼ି ଚାରିପଟର ଘନ କୁହୁଡ଼ି, କିଛି ଦେଖା ହେଉନାହିଁ। ଆସ୍ତେ 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 କୁହୁଡ଼ି ଟିକେ କଟିଥିଲା। 9ଟା ପରେ ତ କୁହୁଡ଼ି କଟିଥିଲା। ତ ତାପରେ ସେମାନେ ବଡ଼ି ଫେଣିଥିଲେ। ଆଉ ମୁଁ ବି ଯାଇଥିଲି, ମୁଁ ଟିକେ ଭିଡ଼ିଓ କରୁଥିଲି। ସେଇଥିପାଇଁକି ମୁଁ ଟିକେ ଭିଡ଼ିଓ କରୁଥିଲି। ଭିଡ଼ିଓ କରିସାରିଲା ପରେ ବାବାଙ୍କ ପାଖରେ ବେଶୀ ବିରି ଥିଲା ନା, ଆଉ ସେ ବେଶୀ ବିରି ତ ଏକଲା ସେ ଫେଣ୍ଟି ପାରିବେନି। ତାଙ୍କ ପାଖରୁ କିଛି ଆଣିକି ମୁଁ ପ୍ରଥମେ ସମସ୍ତେ ମିଶିକି ଆମେ ବିରି ଫେଣ୍ଟି ଦେଇଥିଲେ। ଫେଣି ଦେଇକି ତାପରେ କରିନା ମୁଁ ଆସିଥିଲି ବଡ଼ି ପକାଇବା ପାଇଁକି। ଆଉ ସେ ଦୁଇ ଜଣ କରିନା ହେଉଛି ବିରି ଫେଣିଥିଲେ। ବାବା ବି ଆସିକି ମୋ ସାଙ୍ଗରେ ବିରି ଫେଣିଥିଲେ, ମାନେ ବଡ଼ି ପକାଇଥିଲେ। ବାବାଙ୍କର ଯେତେବେଳେ ଫେଣା ସରିଯାଇଥିଲା ତ ସିଏ ବି ଆସିକି ବିରି ଫେଣିଥିଲେ। ତ ଏଇରକମ ଆଜି ଭିଡ଼ିଓରେ କିଛି ନାହିଁ, ଖାଲି ବିରି ଭିଡ଼ିଓ। ଆଉ ଆଜି କରିନା ନୂଆ କରିକି ଗୋଟେ ବଡ଼ି ମୁଁ ବନେଇଛି। କି ବଡ଼ି ବନେଇଛି ଆଗକୁ ତ ନିଶ୍ଚୟ ଜାଣିପାରିବେ। ଆଉ କେମିତି ଲାଗୁଛି ମୁଁ ଖାଇଲା ପରେ ଯାଇକି ମାନେ ଆପଣଙ୍କୁ ଜଣେଇମି କେମିତି ଲାଗୁଛି। କିନ୍ତୁ ବଡ଼ିଟା ମୁଁ ଅଲରେଡ଼ି ପକାଇ ଦେଇଛି। ଆଉ ମୁଁ ଯେଉଁ ଭଏସ୍ ଦେଉଛି ସେତେବେଳକୁ ନା ବଡ଼ିଟା ଅଲରେଡ଼ି ଶୁଖିଗଲାଣି। ଆଉ ଗୋଟେ ଖରାପ ହେଇନି, ସେ ଭଲ ରକମ ଶୁଖିଯିବ। ଆଉ କି ବଡ଼ି ବନେଇଛି କ'ଣ ତା ପୁରା ମୁଁ ଆପଣଙ୍କ ସାଙ୍ଗରେ ସେୟାର କରିଛି। ଆପଣଙ୍କୁ ପସନ୍ଦ ଆସିବ ବୋଲିକି, ପସନ୍ଦ ଆସିବ କି ମଜା ଲାଗିବ ଆପଣ ତ ଭିଡ଼ିଓ ଦେଖିଲା ପରେ ମୋତେ ଜଣେଇବେ। ତାପରେ ଏଥର କ'ଣ ନା ମୁଁ ଆଉ ଟିଣରେ ବଡ଼ି ବିଛେଇ ନାହିଁ। ମୁଁ ଆଣିଥିଲି ଧୋତି ଘିନି ଆସିଥିଲି। ଏଇ ଧୋତିରେ ବଡ଼ି ବିଛେଇମି। ଏଇଥିରେ କ'ଣ ନା ବଡ଼ି ବିଛେଇଲା ବେଳକୁ ବହୁତ ଶୀଘ୍ର ମାନେ ଭଲ ହେଉଛି, ବଡ଼ିଟା ଭଲ ହେଉଛି। ତ ସେଇଥିପାଇଁକି ମୁଁ ଘିନି ଆସିଥିଲି। ତ ଧୋତିଟା ବିଛେଇ ଦେମି, ବିଛେଇ ଦେଇକି ତାରି ଉପରେ ବଡ଼ି ବିଛେଇବା। ତ ଏଇରକମ ତ ଆମେ ବିଛଉ। ଟିଣରେ କ'ଣ ନା ଟିକେ ଶୀଘ୍ର ଖସିଯାଏ, ଧୋତିରେ ସିନା ଲେଟ୍ରେ ଖସିବ କିନ୍ତୁ ବଡ଼ି ପୁରା ପରଫେକ୍ଟ ବନିକି ଖସିବ। ଆଉ ଗଲା ଭିଡ଼ିଓରେ ବିଜୟଲକ୍ଷ୍ମୀ ଦିଦି, ବିଜୟଲକ୍ଷ୍ମୀ ଅପା, ଆଉ ସ୍ନେହଲତା ଦିଦି, ଅପରାଜିତା ଦିଦି ବହୁତ ସୁନ୍ଦର ସୁନ୍ଦର କମେଣ୍ଟ ଲେଖିଛନ୍ତି। ସମସ୍ତଙ୍କୁ ମୋ ତରଫରୁ ବହୁତ ବହୁତ ଧନ୍ୟବାଦ। ତାପରେ କ'ଣ ନା ମମତା ଦିଦି ଗଲା ଭିଡ଼ିଓରେ ପଚାରିଛନ୍ତି ତୁମ ଆଡ଼େ ଦେଶୀ ଘିଅର ରେଟ୍ କେତେ, ତୁମେ ବିକ୍ରି କରୁଛ କି ନାହିଁ। ତ ଆମ ଆଡ଼େ ଦେଶୀ ଘିଅର ମୁଁ ତ ଆଉ ଘିଅ କିଛି ଦିନ ହେବ ମୁଁ ବିକ୍ରି କରିନାହିଁ। ମୁଁ ଯେତେବେଳେ ବିକ୍ରି କରୁଥିଲି ସେତେବେଳେ ରେଟ୍ କମ୍ ଥିଲା। ଏବେ ତ କହୁଛନ୍ତି କ'ଣ ନା ଘିଅ ଆମର ଏପଟରେ 1500 ଲେଖା ହେଇଗଲାଣି। ମୁଁ କିନ୍ତୁ ଘିଅ ବିକ୍ରି କରୁନାହିଁ, କାହିଁକିନା ମୁଁ ଯେତେବେଳେ ଘିଅ ମୋର ହେଇକି ମାନେ ମୋ ଘର ପାଇଁକି ହେଇକି ଯେତେବେଳେ ଅଧିକା ହୁଏ ସେତେବେଳେ କ'ଣ ନା ମୁଁ କେତେବେଳେ କେରକମ କିଲେ ଅଧି କିଲେ ଯିଏ ଯେରକମ ମାଗେ ମୁଁ ଦେଇଦିଏ। ନହେଲେ ନାହିଁ ମୁଁ ସେରକମ ରେଗୁଲାର କେବେ ବି ମାନେ
ମାନେ ବ୍ୟବସାୟ କଲା ଭଳିଆ ମୁଁ ଘିଅ କେବେ ବିକ୍ରି କରେ ନାହିଁ। ଏଇ ମୋ ଯାଆ ଯଦି କିଛି ଦରକାର ପଡ଼ିଲା ଯଦି ମାଗନ୍ତି ମୁଁ 250 ଦେଖିଲେ ତାଙ୍କୁ ଦେଇଦିଏ, ନହେଲେ ନାହିଁ ମୁଁ ସେରକମ ଘିଅ ବିକ୍ରି କରେ ନାହିଁ। ଘିଅ କେବଳ କରେ ମୁଁ ଧରନ୍ତୁ ଏଥର ଗାଈ ଜନ୍ମ କରିଛି, ଆରଥରକୁ ଯଦି ଗାଈ ଜନ୍ମ ନ କଲା କି ଘିଅ ଯଦି ନହେଲା, ସେଇଥିପାଇଁକି ମୁଁ ଘର ପାଇଁକି ଘିଅ ରଖେ। ଯାହା ବି ଘିଅ କରେ ଆମ ଗାଈ ପାଖରୁ, ଗୋଟିଏ ବୁଲିକି ତ ଗାଈ ଅଛି ମୋ ପାଖରେ, ଆଉ ସେ ବି ତ ବୁଢ଼ୀ ହେଲାଣି ଆସିକି, ତ ଘର ପାଇଁକି ମାନେ ଯେତିକି ସଫିସିଏଣ୍ଟ ହେଇସାରିଲା ପରେ ତାପରେ ଯାଇକରିନା ଯଦି ଅଧିକା ହୁଏ ବିକେ, ନହେଲେ ନାହିଁ। ତ ଏଇ 2 ବର୍ଷ ହେଲା ମୁଁ ବିଲକୁଲ ବି ଘିଅ ବିକ୍ରି କରିନାହିଁ। ବଡ଼ି ବିଛା ତ ସରିଗଲା, ଏଇ ଦେଖନ୍ତୁ ଏତିକି ବଡ଼ି ହେଇଛି। ଆଉ ବଡ଼ି ବିଛା ସରିଲା ପରେ ଆଜି ଗୋଟେ ନୂଆ ପ୍ରକାରର ବଡ଼ି କରିମି ବୋଲିକି ଭାବିଛି, ତ ସେଇଥିପାଇଁକି ସବୁ ରେଡ଼ି କରିକି ଦିନକି ଆସିଛି। ନୂଆ ପ୍ରକାର ବଡ଼ି ହେଉଛି ଏଇଟା ଏଇଟା ଦେଖିକି ଜାଣିପାରୁଥିବେ କ'ଣ, ଏଇଟା ହେଉଛି ବିରି ଚୋପା। ବିରି ଚୋପା ଭାବିଛି ଏଇ ବିରି ଚୋପାରେ ଆଜି ବଡ଼ି ବନେଇମି ବୋଲିକି। ଆଉ ବିରି ଚୋପାରେ କେରକମ ବଡ଼ି ବନେଇମି, କ'ଣ କରିମି, ଚାଲନ୍ତୁ ତା ମାନେ ବଡ଼ି ବନେଇବାର ପ୍ରୋସେସଟା ଆପଣଙ୍କ ସାଙ୍ଗରେ ସେୟାର କରିମି। କେମିତି ହେଉଛି ମୋତେ କମେଣ୍ଟ କରିକି ଜଣାଇବେ। ତ ଚାଲନ୍ତୁ ଏବେ ଯିବା ବିରି ଚୋପାର ବଡ଼ି ବନେଇବା। ତ ତା ପାଇଁକି କ'ଣ ସବୁ ଦରକାର, ତ ବିରି ଚୋପାର ବଡ଼ି ମାନେ ବିରି ଚୋପା ଆମେ ଏଇଟାକୁ କ'ଣ ଫିଙ୍ଗି ଦେଉ, ନହେଲେ ଗାଈକି ଦେଇଦେଉ ଖାଇବା ପାଇଁକି। ତ ଆଜି ଏଇ ଚୋପାରେ ହିଁ ବଡ଼ି ବନେଇମି, ବିରି ଚୋପା। ତା ସାଙ୍ଗରେ ଅଳ୍ପ ଟିକେ ରଖିଛି ବିରି, ତାପରେ ଏଇଠି ରଖିଛି ତା ପାଇଁକି ଯେତିକି ସବୁ ଜିନିଷ ଦରକାର। ତ ପିଆଜ କାଟିକି ଆଣିଛି, ଗୋଟା ଜିରା, ଲଙ୍କା ଅଦାର ମାନେ ବଟା, କଞ୍ଚା ଲଙ୍କା, ଧନିଆ ପତ୍ର, ଲୁଣ, ଏତିକି ଘିନିକି ଆସିଛି। ତା ଦେହରେ ଦେଇକି ବଡ଼ି ବିଛେଇବା। ତ ଏଇ ଯେଉଁ ସେ ବିରି ରଖି ବିରି ଚୋପାକୁ ମିଶାଇଦେବା। ମିଶାଇଦେନି, ତା ଦେହରେ ଯେତିକି ସବୁ ମସଲା ଆଣିଥିନି ତାକୁ ତା ଦେହରେ ସବୁ ଦେଇଦେମି। ଧନିଆ ପତ୍ର, ପିଆଜ, ଲୁଣ, ଗୋଟା ଜିରା ଆଉ ଅଦା ଲଙ୍କାର ବଟା ସବୁ ତା ଦେହରେ ଦେଇଦେନି। ଦେଇଦିଏ ତାକୁ ଭଲ ରକମରେ ମୁଁ ଚକଟି ଦେବି। ଚକଟି ଦେଇକି ରେଡ଼ି କରିଦେନି। ଏବେ ଚାଲନ୍ତୁ ବଡ଼ି ପକାଇବା। ବିରିକି ଚକଟିକି ସବୁ ରେଡ଼ି କରିଦେନି। ରେଡ଼ି କରିଦେଇକି ଗୋଟେ ବୁରା ଘିନି ଆସିଥିନି। ବୁରାଟାକୁ ମାନେ ସଫା ବୁରାଟା ଘିନି ଆସିଥିନି। ଆଗ ଥର ବି ଏଥିରେ ବଡ଼ି ବିଛେଇଥିନି, ଆଉ ଘିନି ଆସିକି ୟାରି ଦେହରେ ବଡ଼ି ବିଛେଇମି। ତ ବାସ୍ନା ତ ବହୁତ ସୁନ୍ଦର ହେଉଥିଲା, କାହିଁକିନା ପିଆଜ, ଧନିଆ ପତ୍ର ଆଉ ଗୋଟା ଜିରା, କଞ୍ଚା ଲଙ୍କା ସବୁ ଯେ ପଡ଼ିଛି, ତାର ବାସ୍ନା ତ ବହୁତ ସୁନ୍ଦର ହେଉଥିଲା। ତ ଖାଇନେ କେମିତି ଲାଗିବ ତ ନିଶ୍ଚୟ ଆପଣଙ୍କ ସାଙ୍ଗରେ ମୁଁ ସେୟାର କରିମି। ଆଉ ମୋର ଏଇ ନୂଆ ପ୍ରକାରର ଯେଉଁ ଗୋଟେ ଚିନ୍ତାଧାରା ଆପଣଙ୍କୁ କେମିତି ଲାଗୁଛି, ମୁଁ କହୁଛି ନା ଆପଣଙ୍କୁ ମଜା ଲାଗିବ କି ପସନ୍ଦ ଆସିବ, ମୁଁ ସେଇଟା ଜାଣିନି। ଚିନ୍ତାଧାରାଟା ଆପଣଙ୍କୁ କେମିତି ଲାଗୁଛି ମୋତେ କମେଣ୍ଟ କରିକି ନିଶ୍ଚୟ ଜଣାଇବେ। ତ ବଡ଼ି ପକାଇ ଦେଇଥିନି। ବଡ଼ି ପକାଇ ଦେଇ ସାରିକି ତାପରେ ଘରକୁ ଆସିକି ମୋର ଘରର ଆଉ ଅନ୍ୟାନ୍ୟ କାମ ସବୁ ଯେରକମ ଡେଲି ରୁଟିନ୍ କାମ ଥିଲା, କାମ ସବୁ କରିଥିନି। ତାକୁ କ'ଣ ନା ଆପଣ ନେକ୍ସଟ ଭିଡ଼ିଓରେ ଦେଖିପାରିବେ। ତାପରେ ମୁଁ କ'ଣ କରିଥିନି ଆଉ କ'ଣ ହେଇଥିଲା ଆମ ଘରେ। ଲିତା ଦିଦି ସେଇରକମ ଗଲା ଭିଡ଼ିଓରେ ବହୁତ ସୁନ୍ଦର କମେଣ୍ଟ ଲାଗିଛି। ସେ ଲେଖିଥିନି ଚୁଲିଟା ବହୁତ ସୁନ୍ଦର ହେଇଛି। ସେଇଟା କ'ଣ ନା ଉଠା ଚୁଲି, କିଣା ଚୁଲି ସୁନ୍ଦର ତ ହେଇଛି, କିନ୍ତୁ ମୋତେ ସେଥିରେ ରାନ୍ଧିବା ପାଇଁକି ଭଲ ଲାଗୁନି। ତ ଯେତେବେଳେ ମାଟି ଚୁଲି ହେବ ମୁଁ ସେଇଥିରେ ହିଁ ମୋତେ ପସନ୍ଦ ରୋଷେଇ କରିବାଟା। ଚୋପା ବଡ଼ି ବନେଇକି ରେଡ଼ି କରିଦେନି। କ୍ୟାରକମ ହେବ, ଶୁଖି ସାରିଲା ପରେ ଯାଇକି ଜଣାପଡ଼ିବ କେତେଟା ଖରା ଖାଏ। ଆଜି ତ ଦିନ ସାରା କୁହୁଡ଼ି, ଟିକେ ଟିକେ ଖରା ଆସିଲାଣି। ତ ଦେଖିବା କ'ଣ କ୍ୟାରକମ ହେଉଛି। 4ଟା ରାତିରୁ ଉଠିକି ଦେଖିଲା ବେଳକୁ 9ଟା ବାଜିଗଲା, ଯେଉଁଟାକି ମାନେ ଖରା ଆସିଲା ବେଳକୁ 9ଟା ବାଜିଗଲା। 9ଟାକୁ ବେଶୀ ହେଲାଣି ସମୟ। ଏତେ ବେଳକରେ ଯାଇକି ଖରା ଆସିଲା। କ୍ୟାରକମ ଖରା କରିବ, ଆଉ କେତେଟା ଖରାରୁ ଶୁଖିବ କ'ଣ କରିବ ଜଣାପଡ଼ିବ। ସେଟା ତ ବଡ଼ି ସବୁଦିନ ଯେରକମ ବିଛାଏ, ଉଲକୋବି ପକାଇକି ବିଛେଇଛି। ଆଉ ଏଇଟା କିନ୍ତୁ ନୂଆ, ଆଜି ନୂଆ କରିକି ବିଛେଇଛି। କ୍ୟାରକମ ହେବ, ଖାଇନେ କ୍ୟାରକମ ଲାଗିବ, ଶୁଖିଲା ପରେ ଜଣାପଡ଼ିବ। ତ ଏବେ ଯିବା ତଳକୁ। 9ଟାକୁ ବେଶୀ ହେଲାଣି ସମୟ, ଯିବା ଯାଇକି କାମରେ ଲାଗିବା।
ସବୁ ରେଡ଼ି।